ରାମ ପୁରୁଷୋତ୍ତମ ନରହରି ନାରାୟଣ ଦକ୍ଷ ଯେ ଶ୍ରୀନାଥ କରୁଣାନିଧେ ଜଗତପତେ ଯୋଗେଶ୍ୱର ମାଧବ କଂସାରୀ ଦନୁଜାନ୍ତକ ହରି ଜଗତ ପ୍ରାଣାଧୀପ କେଶବ ଗୋପୀନାଥ ଗଜେନ୍ଦ୍ର ମୋକ୍ଷଣ ହରେ ପୂର୍ବମୁସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷରେ ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ରିଲେସନ୍ ଆଷ୍ଟ୍ରୋଲୋଜି ବିଷୟରେ ଆଲୋଚନା କରୁଥିଲେ, ଆଜି ସେହି କ୍ରମରେ ଆମେ ଆଉ ଗୋଟିଏ ନୂଆ ଅଧ୍ୟାୟକୁ ଯିବା, ଯାହାର ପାର୍ଟ ସଂଖ୍ୟା ରହିଛି 322 ଆଉ ଶୀର୍ଷକଟିର ନାଁ ହେଉଛି ମାମୁଁ ଭଣଜା ସମ୍ପର୍କ ଏକ ଜ୍ୟୋତିଷୀୟ ତଥ୍ୟ। ବନ୍ଧୁଗଣ, ଆପଣମାନେ ଜାଣିଥିବେ ଭଣଜା ଭାଣିଜୀ ଏମାନେ ହେଲେ ସବୁଠାରୁ ପ୍ରିୟ ମାମୁଁଙ୍କର। ଆଚ୍ଛା, ତେଣୁ ମାମୁଁ ଆଉ ଭଣଜା ତାଙ୍କ ଭିତରେ ରିଲେସନ୍ଟି କେଉଁଭଳି ରହିବ ଆମେ ଦେଖିବା। ଜ୍ୟୋତିଷୀୟ ତଥ୍ୟ କ'ଣ କହୁଛନ୍ତି ଆମେ ଆପଣମାନେ ଗୋଟେ କଥା ବୁଝନ୍ତୁ ବନ୍ଧୁଗଣ। ଆପଣ ଯଦି କନସେପ୍ଟଟା ଜାଣିଗଲେ କ'ଣ ବୋଲି କରି ଆପଣଙ୍କୁ ଜାତକ ଦେଖିବାରେ କିଛି ଅସୁବିଧା ହେବ ନାହିଁ। ଆଉ ଯେଉଁମାନେ ଜ୍ୟୋତିର୍ବିଦ ହେବା ପାଇଁ ଚାହୁଁଛନ୍ତି ସେମାନେ ଯଦି ଠିକ୍ ହିସାବରେ ବୁଝିପାରିଲେ ଜିନିଷଟି କ'ଣ ବୋଲି କରି, ତାହେଲେ ତାଙ୍କୁ ପ୍ରେଡ଼ିକ୍ସନ୍ କରିବା ପାଇଁ କିଛି ଅସୁବିଧା ହେବ ନାହିଁ। ବନ୍ଧୁଗଣ ଦେଖନ୍ତୁ, ଆମେ ଆଜି ଗୋଟେ କୁଣ୍ଡଳୀ ଚିତ୍ର ମୁଁ କରିଛି। ଦେଖନ୍ତୁ, ଗୋଟେ ଲଗ୍ନ ମନେକର ନେଇଯିବା, ମନେକର କର୍କଟ ଲଗ୍ନ। କର୍କଟ ଲଗ୍ନ ଏଇଟା ମନେକର ଭଣଜାର କୁଣ୍ଡଳୀ। ବନ୍ଧୁଗଣ ଦେଖନ୍ତୁ, ଏଇଟା ହେଲା ଭଣଜାର କୁଣ୍ଡଳୀ, ଇଏ ହେଲା ଲଗ୍ନଟି। ଭଣଜା ଜାତକରୁ ଆମେ ଦେଖିବା ଯେ ତାଙ୍କର ମାମୁଁଙ୍କ ସାଙ୍ଗରେ ସମ୍ପର୍କଟି ଠିକ୍ ହିସାବରେ ରହିବ କି ରହିବ ନାହିଁ, ଆଉ ଯଦି ରହିବ କେଉଁ ପ୍ରକାର ସମ୍ପର୍କଟିଏ ରହିବ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଏଇଠି ରହିଲା ଭଣଜା, ବା ଏଇଠି ଆପଣ ନିଜେ ମନେକର ଆପଣ ଜଣେ ଭଣଜା, ଆପଣ ଏଇଠି ଆପଣଙ୍କର ଲଗ୍ନଟି ହେଲା କର୍କଟ ଲଗ୍ନ। ବନ୍ଧୁଗଣ ଆମେ ଜାଣିଛେ ଯେ ମାଙ୍କର ଘରଟି ହେଉଛି ଚତୁର୍ଥ ଘର। ତାହେଲେ ଏଇଠି ରହିଲେ ମାତା 1 2 3 4, ଚତୁର୍ଥ ଘରେ ରହିଲେ ମାତା। ଏଇଟା 1 ନମ୍ବର ଘର, ଏଇଟା 4 ନମ୍ବର ଘର। ତାହେଲେ ଆପଣ ରହିଲେ ଏଇଠି, ଆପଣଙ୍କ ମା ରହିଲେ ଏଇଠି। ଆଚ୍ଛା, ଯିଏ ଆପଣଙ୍କର ମାମୁଁ ହେବେ ସିଏ ହେଉଛନ୍ତି ଆପଣଙ୍କର ମାଙ୍କର ଭାଇ। ଏତିକି ବୁଝନ୍ତୁ, ଜିନିଷଟି ବୁଝନ୍ତୁ ଠିକ୍ ଭାବରେ। ଆପଣଙ୍କର ଯିଏ ମାମୁଁ ହେବେ ସିଏ ହେଉଛନ୍ତି ଆପଣଙ୍କର ମାଙ୍କର ଭାଇ। ଭାଇ ଫେରେ ବଡ଼ ଭାଇ ବି ଅଛନ୍ତି, ଛୋଟ ଭାଇ ବି ଅଛନ୍ତି। ଆପଣଙ୍କ ମାଙ୍କ ଠାରୁ ଯିଏ ବଡ଼ ସିଏ ବି ଆପଣଙ୍କର ମାମୁଁ, ଆଉ ଆପଣଙ୍କ ମାଙ୍କ ଠାରୁ ଯେଉଁ ଭାଇଟି ଛୋଟ ସିଏ ବି ଆପଣଙ୍କର ମାମୁଁ। ତାହେଲେ ଛୋଟ ଭାଇ ଭଉଣୀକି ଆମେ ଯଦି ଦେଖିବା, ତାହେଲେ ଆମେ କେଉଁ ଜାଗାଟିରୁ ଦେଖିବା ନା ତୃତୀୟ ଜାଗାଟିରୁ ଦେଖିବା। ବନ୍ଧୁଗଣ ତୃତୀୟ ମାନେ ଏଠୁ ତୃତୀୟ ନୁହଁ, ମାଙ୍କ ଠାରୁ ତୃତୀୟ, କାରଣ ମାଙ୍କର ଭାଇ ସିଏ ସାନ ଭାଇ। 1 2 3, ତାହେଲେ ଏଇଟା ହେଲା ସାନ ମାମୁଁଙ୍କର ଘର। ଏଇଟା ହେଲା ସାନ ମାମୁଁ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଏଇଠି ରହିଲେ ଆପଣ, ଏଠି ରହିଲେ ତାଙ୍କର ଆପଣଙ୍କର ମା, ଏଠି ରହିଲେ ମାଙ୍କର ସାନ ଭାଇ, ତାମାନେ ଆପଣଙ୍କର ମାମୁଁ। ତାହେଲେ ଆମେ ଜାଣିଛେ କୁଣ୍ଡଳୀର ଷଷ୍ଠ ଘରୁ ହିଁ ମାମୁଁଙ୍କର ବିଚାରଟି କରାଯାଏ। ଷଷ୍ଠ ଘରୁ ମାମୁଁଙ୍କର ବିଚାରଟି କରାଯାଏ। ଆଚ୍ଛା ବନ୍ଧୁଗଣ, ଇଏ ହେଲେ ମାଙ୍କର ସାନ ଭାଇ ବୋଲି ଆପଣ ଷଷ୍ଠ ଘରଟିରେ ଦେଖିଲେ। ଠିକ୍ ଅଛି। ସିଏ ଯଦି ଆପଣଙ୍କର ମାଙ୍କ ଠାରୁ ବଡ଼ ହେଇଥିବେ ତାହେଲେ ଷଷ୍ଠ ଘରୁ ଦେଖିଲେ ତ ଭୁଲ ହେଇଯିବ। ତାହେଲେ ମାଙ୍କର ବଡ଼ ଭାଇ, ଯାହା ଯେକୌଣସି ବଡ଼ ଭାଇ ହୁଅନ୍ତୁ, ତାଙ୍କର ସ୍ଥାନ ହେଉଛି ଏକାଦଶ ସ୍ଥାନ।
ତାହେଲେ ବନ୍ଧୁଗଣ ମାଙ୍କ ଠାରୁ ଗଣିଯିବା ତାଙ୍କର ଏକାଦଶ ସ୍ଥାନଟା କେଉଁଟା 1 2 3 4 5 6 7 8 9 10 11 ତାହେଲେ ଏଇଠି ରହିଲେ ବଡ଼ ମାମୁଁ ଦେଖନ୍ତୁ ଏଠି ହେଲେ ବଡ଼ ମାମୁଁ ତାହେଲେ ଏଠି ରହିଲେ ସାନ ମାମୁଁ ଆଉ ଏଠି ରହିଲେ ବଡ଼ ମାମୁଁ ଏଠି ରହିଲେ ଆପଣ ନିଜେ ଆଉ ଏଠି ରହିଲେ ଆପଣଙ୍କର ମାତା ଆପଣ ଯଦି ଏତିକି ଜିନିଷଟା ଜାଣିଗଲେ ତାହେଲେ ଆପଣ ସମ୍ପର୍କ ବିଷୟରେ ଜାଣିପାରିବେ ତାହେଲେ ଆମେ ଆଲୋଚନାଟିଏ କରିବା ଦେଖିବା ଯେ କିଭଳି ଭାବରେ ସମ୍ପର୍କଟି ରହୁଛି ଆଚ୍ଛା ଆପଣ ଜାଣନ୍ତୁ ଭଣଜା ଯିଏ ବା ଆପଣ ଯେଉଁ ନିଜେ ଆପଣଙ୍କର ଲଗ୍ନ କୁଣ୍ଡଳୀଟି ସେ ଲଗ୍ନ କୁଣ୍ଡଳୀରେ ଦେଖନ୍ତୁ ଆପଣ ଏଠି ନିଜେ ରହିଲେ ଏଠି ଆପଣଙ୍କ ସାନ ମାମୁଁ ରହିଲେ ଷଷ୍ଠ ଘରେ ତେଣୁ ଷଷ୍ଠ ଘରେ ହେଲେ ତାହେଲେ ଆପଣ ଏଇ କୁଣ୍ଡଳୀ ହିସାବରେ ଆମେ ଯଦି ବିଚାର କରିବା ତାହେଲେ ଏଇ ଜାଗାଟି ଏର ମାଲିକ ହେଉଛନ୍ତି ଚନ୍ଦ୍ରମା ତାହେଲେ ଇଏ ହେଲେ ଚନ୍ଦ୍ର ଲଗ୍ନର ମାଲିକ ହେଲେ ଚନ୍ଦ୍ର ଆଚ୍ଛା ଷଷ୍ଠ ଘରର ମାଲିକ କିଏ ହେଲେ ବୃହସ୍ପତି ଷଷ୍ଠ ଘରର ମାଲିକ ହେଇଗଲେ ବୃହସ୍ପତି ତେଣୁ ଆପଣମାନଙ୍କର ପ୍ରଧାନ ଦାୟିତ୍ୱ ହେଲା ଆପଣ ଦେଖିବେ ଯେ ଲଗ୍ନ ମାଲିକ ଆଉ ଷଷ୍ଠ ଘରର ମାଲିକ ମଧ୍ୟରେ କ'ଣ ସମ୍ବନ୍ଧଟି ରହୁଛି ତାକୁ ଯଦି ଆପଣ ଜାଣିଦେଲେ ତାହେଲେ ସମ୍ପର୍କଟି ଆପଣ ଜାଣିପାରିଲେ ଲଗ୍ନ ମାଲିକ ହେଲେ ଚନ୍ଦ୍ର ଷଷ୍ଠ ମାଲିକ ହେଲେ ବୃହସ୍ପତି ତେଣୁ ଷଷ୍ଠ ମାଲିକ ବୃହସ୍ପତି ଆଉ ଲଗ୍ନ ମାଲିକ ଚନ୍ଦ୍ର ମଧ୍ୟରେ ପ୍ରବଳ ମିତ୍ରତା ଖାଲି ଏତିକି ଦେଖିଲେ ହେବ ନାହିଁ ବନ୍ଧୁଗଣ ଆପଣମାନେ ମନେକର କହିବେ ନା ଯଦି ମେଷ ଲଗ୍ନ ହେଇଛି ମେଷ ଲଗ୍ନରେ ଷଷ୍ଠ ଘର ହେଲା କନ୍ୟା ରାଶି କନ୍ୟା ରାଶିର ମାଲିକ ହେଲେ ବୁଧ ଲଗ୍ନର ମାଲିକ ହେଲେ ମଙ୍ଗଳ ତେଣୁ ବୁଧ ମଙ୍ଗଳଙ୍କ ଭିତରେ ପ୍ରବଳ ଶତ୍ରୁତା ତାହେଲେ ତାଙ୍କ ଭିତରେ ଶତ୍ରୁତା ନାହିଁ ସେମିତି ସବୁ କ୍ଷେତ୍ରରେ ହେବ ନାହିଁ ବନ୍ଧୁଗଣ ଦେଖନ୍ତୁ ଗୋଟେ ଜିନିଷ ହେଉଛି କ'ଣ ତାଙ୍କର ପ୍ଲେସମେଣ୍ଟଟି ଦେଖିକିରି ଆପଣ କହିପାରିବେ ଏଇକା ଚନ୍ଦ୍ର କେଉଁ ଜାଗାରେ ଅଛନ୍ତି ଆଉ ବୃହସ୍ପତି କେଉଁ ଜାଗାରେ ଅଛନ୍ତି ବୃହସ୍ପତି ମାନେ ଷଷ୍ଠ ଘରର ମାଲିକ ବୃହସ୍ପତି ବୋଲି ମୁଁ କହୁନାହିଁ ଷଷ୍ଠ ଘରର ମାଲିକ ବୃହସ୍ପତି ହେଇଥିବା ହେତୁ ବୃହସ୍ପତି ବୋଲି କହୁଛି ତାହେଲେ ଯଦି ମନେକର ଗୋଟେ ଛୋଟିଆ କଥା ଦେଖନ୍ତୁ ଚନ୍ଦ୍ର ଆଉ ବୃହସ୍ପତି ଯଦି ମନେକର ଲଗ୍ନରେ କି ଆମର ଯେତିକି କେନ୍ଦ୍ର ତ୍ରିକୋଣ ଅଛି ସେଇ ଜାଗାମାନଙ୍କରେ ଯଦି ରହିଗଲେ ତାହେଲେ ଆପଣ ଜାଣିବେ ଆପଣଙ୍କର ସାନ ମାମୁଁଙ୍କ ସହିତ ଆପଣଙ୍କର ସମ୍ପର୍କଟି ଅତି ମଧୁର ରହିବ କାହିଁକିନା ଚନ୍ଦ୍ର ବୃହସ୍ପତି ମିଶିଗଲେ ଗଜକେଶରୀ ରାଜଯୋଗ ହେଇଯାଏ ତାମାନେ ମାମୁଁ ଭଣଜା ସେ ପୁରା ଗୋଟିଏ ମନ ହେଇକରି ପରସ୍ପରର ସାଥୀ ଭଳି ସେ ସାହାଯ୍ୟ କରିବେ ଆଚ୍ଛା ଠିକ୍ ଅଛି ଯଦି ଚନ୍ଦ୍ର ବୃହସ୍ପତି ରହିଲେ ଏଠି ଆଚ୍ଛା ହଉ ଚନ୍ଦ୍ରଙ୍କ କଥା ଛାଡ଼ନ୍ତୁ ଖାଲି ବୃହସ୍ପତିଙ୍କ କଥା ବିଚାର କରିବା କାହିଁକିନା ଷଷ୍ଠ ଘରର ମାଲିକ ଷଷ୍ଠ ଘର ଯଦି ଲଗ୍ନରେ ରହିଲେ ତାହେଲେ ସେ ଭଣଜାଟି ସାଙ୍ଗରେ ଅତି କ୍ଲୋଜ୍ ହେଇକରି ରହିବେ କାହିଁକି ନା ଦୁଇ ଜଣ ସେ ଯେତେବେଳେ ଲଗ୍ନକୁ ପଳେଇ ଆସିଛନ୍ତି ଭଣଜାଙ୍କର ଘରକୁ ସେ ଅତି କ୍ଲୋଜ୍ ହେଇକି ଆପଣଙ୍କୁ ରହିବେ ଆଉ ବହୁତ ସାହାଯ୍ୟ ସହଯୋଗ ମଧ୍ୟ କରିବେ ସବୁ ପ୍ରକାର ଯତ୍ନ ନେବେ ତାମାନେ ଆଚ୍ଛା ତାପରେ ଯଦି ଷଷ୍ଠ ଘରର ମାଲିକ ଯେଉଁ ବୃହସ୍ପତି ସିଏ ଯଦି ଦ୍ୱିତୀୟ ଘରକୁ ପଳେଇ ଆସିଥାନ୍ତି ଏଇ ଘରକୁ ପଳେଇ ଆସିଛନ୍ତି ତାହେଲେ ଦ୍ୱିତୀୟ ଘରଟି କି ଘର ନା ଦ୍ୱିତୀୟ ଘରଟି ହେଉଛି ଆପଣଙ୍କର କୁଟୁମ୍ବର ଘର ଆଉ ଧନ ସଞ୍ଚୟର ଘର ତେଣୁ କୁଟୁମ୍ବର ଘର ହେଇଥିବାରୁ ସେ ସାନ ମାମୁଁ ଆପଣଙ୍କ ଘର ସହିତ ବହୁତ ଆଟାଚ୍ ହେଇକରି ରହିବେ ତାମାନେ ଆପଣଙ୍କ ଘର ଲୋକମାନେ ତାଙ୍କୁ ବହୁତ ଭଲ ପାଇବେ ସେ ଆପଣଙ୍କ ଘରେ ସାଙ୍ଗରେ ମିଳିମିଶିକିରି ରହିବେ ତା ମାନେ କ'ଣ ଆପଣଙ୍କ ଘରେ ରହିବେ ସେ କଥା ନୁହଁ ଘର ସାଙ୍ଗରେ ମିଳିମିଶିକିରି ରହିବେ ମାନେ ତଦାରଖ କରୁଥିବେ ବୁଝୁଥିବେ ସବୁ ଜିନିଷ ଜାଣୁଥିବେ ଆପଣଙ୍କ ଘର ଲୋକ ମଧ୍ୟ ତାଙ୍କୁ ବହୁତ ଆଦର ଗୌରବ କରୁଥିବେ ଆଚ୍ଛା ଯଦି ତୃତୀୟ ଘରେ ରହିଗଲେ ତୃତୀୟ ଘରଟି କ'ଣ ଇଏ ହେଲା ଭାଇ ଭଉଣୀର ଘର ତୃତୀୟ ଘର ସିଏ ଆପଣଙ୍କୁ ଯେମିତି ନିଜର ସାନ ଭାଇ ଭଳିଆ ଭାବିକରି ଭାଇଟିଏ ଭଳିଆ ଭାବିକରି ଆପଣଙ୍କୁ ସେ ଟ୍ରିଟ୍ କରିବେ ଆଉ ଇଏ ହେଲା ପରିଶ୍ରମର ଘର ମଧ୍ୟ
आपणक मामू प्रति से बहुत परिश्रम करेंगे। केते मामू अच्छा आप लक्ष्य करेंगे से भणजा भाणीजी मानक पाठ पढ़ार दायित्व नहीं था भविष्य केमती कौन हम से कथा सब बुझु था माने परिश्रम करती पिछा मैंने तृतीय घरे जदि रही जदि चतुर्थ घरे रही तार चतुर्थ घरटी कौन आमर सुख सुविधार घर तेणु आपणकर मामू सब बेले चाहिए जे मोर भणजाटी सुख सुविधार रही थाऊ। तेणु से आप लक्ष्य करेंगे जिते भणजा भाणीजी मैंने छोट छोट सब होते सेते को मामू कौन करती ना सब खेलना ठारू आरंभ कर सब जिनपतर किणी दियंती जोटा कि छुआटे देखिले खुशी हम। अच्छा जदि पंचम घरे रहिले पंचम घरटी कौन आपणकर शिक्षार घर उच्च शिक्षार घर हाँ आउ ये चतुर्थ घरे मध्य ये शिक्षार घरटीए ये आपण को पाठ पढ़ारे सी आपन को साहाय्य करिवे। जदि पंचम घरे रहिले पाठ पढ़ार साहाय्य करिवे सत पाठ पढ़ार साहाय्य करने सहित सी आपण को बहुत स्नेह मध्य करिवे। आ षष्ठ घरे जदि रहीगले तार षष्ठ घरे जदि रहीगले षष्ठ घरटी कौन ना सी हूँ शत्रुर घर से मामू सहित आपणकर भल पड़ो ना ता कारण षडाष्टक जोगटीए होगला याड़ू गणिले 8 याड़ू गणिले 6 षडाष्टक होगला जहाँफल कि आपड़ जहाँ करेंगे आपण मामू को सेटा भल लगे ना आपड़ जदि भल कमटे भी करुँच से भल पाइबे ना आ सी आपण को सब क्षेत्र में विरोध करेंगे बंधुगण। आ जदि सप्तम घरे रहिले सी जमती आपणकर गोटे पार्टनर भाया ताने सब दरकार पड़े टंका पैसा भी साहाय्य करेंगे जिनपत्र भी साहाय्य करेंगे सब क्षेत्र में साहाय्य करेंगे। जदि अष्टम घर को पलि गले घोर विरोधी हे मन रखु घोर विरोधी हे आपण सहित तांकर मोटे पड़ोनी से षडाष्टक जोगटीए सृष्टि हो जाऊँगी। आ नवम घरे जदि रहिबे नवम घरटी हूँ भाग्यर घर तेणु मामू हेतुक आपणकर भाग्य बहुत परिवर्तन हबार संभावनाटी थाए। आ दशम घरे जदि रहिले ए घर को पलैले दशम घरे जदि रहिबे ताले कौन हम दशम घरटी हूँ आपणकर वृत्तिर घरटी आपण मैंने से जो भणजार वृत्तिर घरटी तेणु वृत्ति केते मामू अच्छा भणजा भाणीजी मानक चाकरी बाकरी भी करई दियंती तांको द्वारा जदि हेई पारे आउ बहुत क्षेत्र में साहाय्य करती आपन किसी गोटे व्यवसाय आरंभ करिसेंती मामू आपन को साहाय्य कले। एकादश घरटी हूँ इच्छा पूर्तिर घर आपणकर जो इच्छा गुड़िक अधूरा रही जाइछि ता मामू हेतुक आपण पूरण करि पारिबे। आ जदि द्वादश घरे रही से मामू आपण को खर्चांत करवा सहित सीए मध्य से पैसा को आपण पैसा को मध्य खर्च करि पकेबे सब पैसा पत्र भी मागिबे तेणु सेगुड़िक हूँ द्वादश घर फल। ताले बंधुगण आपण मैंने जानिले जे आमे भणजाक कुंडली आमे जानिले एतिकी कथा। जदि मामू कुंडली हेतिबो मामू कुंडली आमे भणजा केमती जानिबा देखंतु बंधुगण मामू कुंडली आमे केमती जानि परिबा आमे मामू कुंडली देखुचे जानिबा केमती। अच्छा हाँ बंधुगण मुई सान मामूर कुंडली जो भली भाव में कहली आपण मैंने बड़ मामू को भी मध्य से भली देखिए समय अभाव मुझे सबकि कहीपारूना एगुड़िक आपण बड़ भाई बड़ मामूंकर मध्य से भली देखिए। अच्छा जदि मामूंकर कुंडली होइथिबो मामूंकर कुंडली मनकर मामूंकर हला ए लग्नटी। अच्छा मामूंकर जे भौणी सी होउचंती आपणकर माँ तेणु मामूंकर भौणी मामूंकर जदि सान भौणी होता है ताले एठी रहिले सान भौणी ये ताले एकादश रहिले बड़ भौणी। अच्छा आपण हेले भणजा भणजा माने ये सान भौणीर पुओ बा बड़ भौणीर पुओ सान भौणीर पुओ जदि देखिबे 1 2 3 4 5 यही घर सप्तम घरटी देखिए सान भण आपण जदि मामू आपणकर कुंडली होउची एटा ताले आपणकर भौणी सान भौणी हला ये भणजा हला ये
ମୁଁ ଯେମିତି ସେଗୁଡ଼ା ବୁଝେଇଲି ଆପଣ ସେଇଭଳି ମଧ୍ୟ ଆକୁ ଜାଣିପାରିବେ। ଯଦି ବଡ଼ ଭଉଣୀର ପୁଅଟିଏ ହେଇଛି ତାହେଲେ ବଡ଼ ଭଉଣୀ ଠାରୁ ପଞ୍ଚମ ଘର ଦେଖିଦେବେ, ଏଇ ଘର ହେଇ 1 2 3 4 5 ସେଇଭଳି ମଧ୍ୟ ବିଚାର କରିବେ। ତେଣୁ ବନ୍ଧୁଗଣ ମୁଁ ଭାବୁଛି ଆପଣମାନଙ୍କୁ ଏପିସୋଡ଼ଟି ଭଲ ଲାଗିଥିବ। ଆଉ ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ହଉ ବନ୍ଧୁଗଣ ମୁଁ ରହୁଛି। ଆଉ ବନ୍ଧୁଗଣ ଆଉ ଗୋଟିଏ କଥା, ଯଦି এইଭଳି এই ଯେଉଁ ଗ୍ରହଙ୍କ କଥା କହିଲି ସେ ଗ୍ରହ କାଲି ଏଇଠି ଥିଲେ ଯେ ଏଇଆ ହେଇଯିବ ସେ କଥା ନୁହଁ। ଯଦି ମନେକର ସେ ଗ୍ରହ 0 ଡିଗ୍ରୀ ଥିବେ, 2 ଡିଗ୍ରୀ ଥିବେ, 3 ଡିଗ୍ରୀ ଥିବେ, କି 27 28 ଡିଗ୍ରୀ ଥିବେ, କି ପାପ କର୍ତ୍ତରୀ ଯୋଗରେ ପୀଡ଼ିତ ଥିବେ, କି ନହେଲେ ତାଙ୍କୁ ପାପ ଗ୍ରହ ଦେଖୁଥିବେ, ତାହେଲେ ବନ୍ଧୁଗଣ ଆପଣ ଯେଉଁ ଫଳଟି ମୁଁ କହୁଛି ସେ ଫଳଟି ଆପଣ ପାଇବେ ନାହିଁ। ଯଦି ପ୍ରତିକାରଟି କରିବେ ତାହେଲେ ସେଇ ଫଳଟି ପାଇବେ। ଯେଉଁ ଗ୍ରହ এই ମାମୁଁଙ୍କର ଗ୍ରହ ଯେମିତି ବୁଝେଇ ଦେଉଥିଲି, ସେ ମାମୁଁଙ୍କର ଗ୍ରହ ବା ଭଣଜାର ଗ୍ରହ ଯାହାର ଗ୍ରହ ଖରାପ ରହୁଛନ୍ତି ତାର ଯଦି ପ୍ରତିକାରଟି କରିବେ ତାହେଲେ ଆପଣ ନିଶ୍ଚିତ ଭାବରେ ସୁଫଳଟି ପାଇବେ। ହଉ ଏତିକିରେ ରହିଲି ବନ୍ଧୁଗଣ, ଜୟ ଜଗନ୍ନାଥ।